দুঃখ দবু রে কালিয়া কেতে 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 দুঃখ দবু রে কালিয়া। जले सर्वभूतेषु मातृरूपेण संहिता नमस्तस्यै नमस्तस्यै जले तमे पूरा फसिल रसे टकरे एका के होश करिबे रसे टकरे तो बेली को ऊपर बेली कर चाहिलो सा नुआ नुआ जीवन को नहीं कोतले होश करो अबे सा बाला को क्या छड़ी तू कुची लेता हलु कुची लेता ए सा मुंह जब फसे ता तोते भी न फसे तबे छड़ी भी में सा तो डाक तू क्या को तोरा मिया खाइ छ ना अंगार हदिनी आइ बोलो खपरा हदिनी तोरा मु जानि तू तो मते भी फसे ए परिस्थिति में कौन करगा से उपाय दे ए परिस्थिति रे घन बाबू जा पळाती सहज गति घन बाबू बारी पट रास्ता दे ओडिसा बाहर को घर रहे जा नले सला जनता जन जन माती छन तोरा नंगोला गली पिटिबे सला गोटिया भी नाला तळे पडिबनी मु पळेबी आ तू मु मो पिला मु समारी इरे ढेका नालो निज पिछा निजे संभाल उठा दौड़ी चले नहीं ये पुलिस मते खोजी खोजी आ
କରିଦେବେ ଆପଣ ଏଥରେ ବିଦେଶରେ ଲୁଚିକି ରହିବେ ଆଉ এ মই বেলি এ স্থাবর অস্থাবর সম্পত্তি আসলা গ্যাসକୁ କ୍ୟାକୁ ସାରା କୁମ୍ଭୀର ନେଇ ମଝି ନେଇରେ ଗଲାଣି ଶ୍ୱଶୁର ପର ସମ୍ପତ୍ତି ଲୋଭ ଯାଇନି Vanasapana hai hai. Vanasapana hai hai. Ferejo, Varikoto, Ferejo. Ferejo, Varikoto, Ferejo. ଓଡ଼ିଶା ବାହାରକୁ ପଳା ନହେଲେ ସାରା ତତେ ତ ନାଚିବେ ମୋତେ ବି ନାଚିବେ ঠিক আছে সঙ্গে রইব ওতে এটি যত শীঘ্র হতে ফেরিয়া পড়িব ଆଜ୍ଞା আলে ওটা দেবে এলে মনে সম্পত্তি দৌড়ে লাগিলা ଆଜ୍ଞା ସାର୍ ମୁଁ কেটে যাবে এখন মন্দিরের উপরে ଆଜ୍ଞା ସାର୍ ମୁଁ ବିରାଟ ପଶୁ ପଶୁରେ ଛଅଟା ପଳେଇଲା ମୁଁ ଏବେ କରିବି କଣ ନାଇଁ ମୋ ନାଁ ସୋନିଆ ବାରିକ ଖେଳ କରିବ ଏ ସୋନିଆ ବାରିକ ଦେଖିବେ ଷୋଲୋ ଗାଁ ଲୋକ ଭାଉଜ ଭାଉଜ ফার্স্ট লাগিছি চারিদিন এরা ফোন করছি তো ফোন উঠেবার নাই কি টঙ্কা পঠাইবার আর যদি পাঠ ন পড়ি পারিব তাহলে বিদেশ কোন ପାଇଁ পঠাউছিল ভাই তু কেতে আসিলু ঘর হইতু ন যাই দাଣ୍ଡରେ ଠିଆ ହେଇଛୁ କଣ ହେଇଛି আরে এমিতি রাগুଛୁ কাହିଁ କହିଲୁ আরে লাগিবেনি চারিদিন এরা ফোন করছি আচ্ছা তো ফোন কে উঠেবার নাই আরে টঙ্কা পঠাইবার না মধ্যে ধরুনাহাନ୍ତି ভাই তো ଟଙ୍କାଟା ଯୋଗାଡ଼ କରିପାରୁନଥା ତୁ ତ ଆମ ଅଭାବ ସଂସାର କଥା ଜାଣିଛୁ ମୋ ମନ କହୁଛି ଭାଇ ନିଶ୍ଚୟ ଟଙ୍କା ପଠେଇବେ আরে কেবে আর পঠাইবে তাহলে কলেজ তোড়ে খাই পড়ে ତୁ ରାଗିଲେ କଣ ସବୁ କଥାର ସମାଧାନ ହେଇଯିବ ବଡ଼ ଭାଇଙ୍କ ବ୍ରେନ୍ ଟ୍ୟୁମର ସେ ରୋଗିଣା ଦେହରେ କାମ କରିବାକୁ ଯାଉଛନ୍ତି କେବଳ ତୋତେ ପାଠ ପଢ଼ିବାକୁ ଆମମାନଙ୍କ ମୁହଁରେ ଆହାର ଦେବାକୁ আরে এইটা তো বড় ভাই হিসাবে তোমার কর্তব্য সিଏ କରିବେନି ତ ଆଉ କିଏ କରିବ ବଡ଼ ଭାଇ ସବୁବେଳେ ଆମ କଥା ଚିନ୍ତା କରନ୍ତି ତୁ କେତେବେଳେ ବଡ଼ ଭାଇଙ୍କ କଥା ଚିନ୍ତା କରିଛୁ 2 ମାସ ଭିତରେ ଭାଇଙ୍କର ବ୍ରେନ୍ ଟ୍ୟୁମର ଅପରେସନ ନହେଲେ ଭାଇ ଆଉ ବଞ୍ଚିବେନି ଏ କଥା ଶୁଣି ଆମ ସମସ୍ତେ ଭାଙ୍ଗି ପଡ଼ିଛୁ আরে তা ভিতরে ମୁଁ ଡାକ୍ତର ଚାକିରିଟା ପାଇଯାଇଥିଲି ମୁଁ ଡାକ୍ତର ହେଲା ପରେ ମୁଁ ମୋ ନିଜ ହାତରେ ଭାଇଙ୍କ ମୁଣ୍ଡ ଅପରେସନ କରିଦେବିନି ତୁ ସିନା ଭାଇଙ୍କ ମୁଣ୍ଡ ଅପରେସନ କରିଦେବୁ ସିନା ସେଠିକି ଟଙ୍କା ଆସିଲେ ତ ତମ ତୁଣ୍ଡ ସୁତୁଣ୍ଡ ହଉ ତମ କ୍ଷେତ୍ରରେ ତମ ଭାଇ ଭଲ ହେଇଯାଆନ୍ତୁ ହେଲେ ଡାକ୍ତର ହେଲେ ତ ମତେ ତ ଲାଗୁଛି ଏ ଜନ୍ମରେ ମୋ ପାଠ ପଢ଼ାଟା କେବେ କମ୍ପ୍ଲିଟ୍ ହବନି আরে কিଏ କହିଲେ ତୋ ପାଠ ପଢ଼ା କମ୍ପ୍ଲିଟ୍ ହେଇପାରିବନି ଆରେ ତୋତେ ମୁଁ ଡାକ୍ତର କରିବ ବୋଲି ଏ ଜୀବନଟାକୁ ପୁରା ବାଜି ଲଗେଇ ଦେଇଛି ରହ ଆରେ କଥା ଶୁଣ ତୋର ଯେତେ ଟଙ୍କା ଦରକାର ହବ ମୁଁ ଦେବି ତୁ ବ୍ୟସ୍ତ ହନା କେମିତି ପାଠ ପଢ଼ିବି କେମିତି ଡାକ୍ତର ହେବି କଲେଜ ଫିସ୍ 70,000 ହୋଟେଲ ଫିସ୍ 1.5 ଲକ୍ଷ ଟଙ୍କା ବାକି ଅଛି ହୋଟେଲ ଇନଚାର୍ଜ ସଫାସୁଫା ମନା କରିଦେଇଛି 1.5 ଲକ୍ଷ ଟଙ୍କା ହୋଟେଲ ତୁ ହୋଟେଲ ବାହାର କରିଦେବୁ ତାପରେ ମୋ ମୁଣ୍ଡ କହୁଛି କିଛି ବି କାମ କରୁନି ହଉ ଠିକ୍ ଅଛି ତୁ ଯେତେବେଳେ ଘରକୁ ଆସିଛୁ ସାଥିରେ ଟଙ୍କାଟା ନେଇଯିବୁ ହଁ ମାଲିକକୁ ବହୁତ ରିକ୍ୱେଷ୍ଟ କଲା ପରେ ଟଙ୍କା 2 ଲକ୍ଷ ସୁଧକୁ ଆଣିଥିଲି ମୋ ମୁଣ୍ଡ ଅପରେସନ ପାଇଁ ହଁ ଏ ଟଙ୍କାଟା ତୁ ନେଇଯିବୁ ଆଉ ତୁ ଡାକ୍ତର ହେଇ ଫେରିଲା ପରେ ତୋ ନିଜ ହାତରେ ମୋ ମୁଣ୍ଡ ଅପରେସନ କରିବୁ ଭାଇ ଜାତୀୟ ଅଧରେ ମୁଣ୍ଡକୁ ଧରିଲେ ଯନ୍ତ୍ରଣା ଅନୁଭବ କରୁଛ ଅପରେସନଟା ଆଗ ହେବା ଦରକାର ଆରେ କାହିଁରେ ପାଗଳା ଆରେ ଆଜି ଅପରେସନ ହେଇଥାନ୍ତା 2 ମାସ ପରେ ହବ ଯଦି ମୋ ରୋହନର ଭବିଷ୍ୟତଟା ନଷ୍ଟ ହେଇଯିବ ତା ଜୀବନଟା ବେକାର ହେଇଯିବ ମୁଣ୍ଡର ଯନ୍ତ୍ରଣା ମୁଁ ସହିଯିବି ରୋହନର ଭବିଷ୍ୟତଟା ନଷ୍ଟ ହେଇଗଲେ ମୁଁ ସହିପାରିବିନି ତମେ ଏମିତି ସବୁ କଣ କହିଯାଉଛ ଆରେ ତମେ ସୁସ୍ଥ ରହିଲେ ତ ଆମମାନଙ୍କ ମୁହଁରେ ଆହ୍ୱାନ ଦବ ସୁସ୍ଥ ରହିଲେ ତ ରୋହନକୁ ଟଙ୍କା ଦବ କେହି ନ ଜାଣିଲେ ବି ମୁଁ ଭଲ ଭାବରେ ଜାଣିଛି ରାତି ଉପରେ ତମେ ମୁଣ୍ଡକୁ ଧରି କେତେ ଯେ ଯନ୍ତ୍ରଣା ଅନୁଭବ
ମାସଦିଟା ଚାହୁଁ ଚାହୁଁ କୁଆଡ଼େ ବିତିଯିବ। ରୋହନ ଡାକ୍ତର ହେଇକରି ସେ ନିଜ ହାତରେ ମୋ ମୁଣ୍ଡ ଅପରେସନ କରିବ। ହଁ ରୋହନ, ତୁ ମୋ ମୁଣ୍ଡ କଥା ଜମା ଚିନ୍ତା କରିବୁ। ମନ ଦେଇ ପାଠ ପଢ଼ିବୁ। ତୋର ଯେତେ ଟଙ୍କା ଦରକାର ମୁଁ ଦେବି। ଖାଲି ତୁ ଡାକ୍ତର ହେଇ ଫେରି ମୋ ସ୍ୱପ୍ନଟା ପୂରଣ କରିଦେ। କହିଲେ ତମେ ମୋ ପାଇଁ ଯେତିକି ତ୍ୟାଗ କରିଛ ମୋ ଜୀବନ ସାରା କେବେ ବି ତମର ମୁଁ ଛୁଟି କରିବି। ଆରେ ଏ ଟଙ୍କା ଏ ଯମୁନା, ଆରେ ପିଲାଟା କେତେ ଦୂରରୁ ଆସିଛି। ଆରେ ଯାଅ ତା ଖାଇବା ପିଇବା ବ୍ୟବସ୍ଥା କର। ଠିକ ଅଛି, ମୁଁ ତାକୁ ମୋ ସହିତ ଘର ଭିତରକୁ ନେଇ ଯାଉଛି। ଚାଲ ରୋହନ, ଘର ଭିତରକୁ ଚାଲ। ଭାଇ 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 ତୁ କେତେବେଳେ? ଓ ଆସିଗଲେ କଲେଜ ପଢା ବିଲିଆ ଷ୍ଟୁଡେଣ୍ଟ ଏଇନା କହେ ଭାଇ ମୋ ସ୍କୁଟି କେବେ ଆଣିବ? ଏଇ, ମୁଁ କଣ ତୋ ପରି ହେଇଛି କି? ଦଶମରେ ଚାରି ଥର ଫେଲ ହେଇ ଘରେ ବସିଛି। ମୂର୍ଖ କୋଉଠିକାର। ଓ ଦଶମ ପାସ୍ କରିଯାଇଛ ବହୁତ ପୁଟାଣି ବାବୁ। ତୋର କଣ ହେଇଗଲା ସେଠୁ? ଭାଇ ମୋ ପାଇଁ ସ୍କୁଟି କୋଉଦିନ ଆଣିବ? ତୋ ପରି ଅଣ୍ଡିସନ ସ୍କୁଟି ଆଣିବ କହି ପରା 6 ମାସ ହେଇଗଲାଣି, ହେଲେ ସ୍କୁଟିର ଦେଖା ନାହିଁ। ତୋ ପରି ଅଣ୍ଡିସନ କଣ ସ୍କୁଟି ମାନିବ? ମୁଁ ତ ପାଇଁ ଗୋଟେ ବୁଲେଟ ବୁକିଂ କରିଛି। ବୁଲେଟ ଧରି ଗିରି ଖାଲି ବୁଲିବ ଆଉ। ଭାଇ ଭାଉଜ ଦେଖିଲ ସେ କେମିତିକା କଥାବାର୍ତ୍ତା କରୁଛି। ମାରି ଦିଅନ୍ତୁ ତ ମୁଁ। ଓହୋ, ତାଙ୍କ ସହିତ ନ ଲାଗିଲେ କଣ ତମ ଭାତ ହଉଛି? ଶୁଣ, ତମେ ତାଙ୍କ ସହିତ ଲାଗିବ କିଛି ବି ଦରକାର ନାହିଁ। ହଁ ଶୁଣ, ତମେ ଟିକେ ରାନୀ। ଘର ଭିତରକୁ ଯାଅ। ତୁ ଗଲୁ? ଆରେ ଭାଇ କେତେବେଳୁ ଆସିଲାଣି? ହଁ। ତୁ ଗଲୁ ତା ଖାଇବା ପିଇବା ବ୍ୟବସ୍ଥା କରିବୁ। ଆ ଭାଇ ଆମେ ଭିତରକୁ ଯିବା। ରାନୀ ତୋ ପାଇଁ ଯେ ଶୁଖୁଆ ବାଜାଇ ଦବୁ ମୁଁ ପଖାଳ ଖାଇବି। କି ରସିକ ନାଗର ଭାଇଟା ମୋର ଶୁଖୁଆ ଭାଜି ଦେବି। ହେ ଶୁଣ, ତୋ ଖାଇବା ପିଇବା କଥା ମୁଁ ବୁଝିପାରିବିନି ହେଲା। ସବୁ ତମ ଦିଦି ଖାଇ ହେଲା। ଚାଲ ନା ହେଇପାରିବନି। ମୁଁ ତୋତେ ଖାଇବାକୁ ଦେଇପାରିବି ନା, ହେଇପାରିବନି ପରା କହିଲି। ସବୁ ଯାକ ଟଙ୍କା ତମେ ରୋହନକୁ ଦେଇଦେଲ, ହେଲେ ତମର ଏବେ ମୁଣ୍ଡଟା ଅପରେସନ ହବ କେମିତି? ଆରେ ତୁ କାହିଁ ବ୍ୟସ୍ତ ହଉଛୁ? ମାସ ଦିଟା କୁଆଡ଼େ ଚାଲିଲି। ରୋହନ ଡାକ୍ତର ହେଇ ଫେରିଲେ ମୋ ମୁଣ୍ଡ ଅପରେସନ। ତୁ କାହିଁ ବ୍ୟସ୍ତ ହଉଛୁ? କେମିତି ବ୍ୟସ୍ତ ହେବିନି? କେମିତି ବ୍ୟସ୍ତ ହେବିନି ତମେ କହୁନ? ବେଦିରେ ପରା ହାତ କରି ତମେ ମତେ ବିବାହ କରିଛ। ଯଦି ତମର କିଛି ହେଇଯାଏ ତାହେଲେ ମୋ ପରିସ୍ଥିତି କଣ ହବ ତମେ ଚିନ୍ତା କରି ପାରୁଛ ତ? এই যমুনা, আরে তু কান্দুছু? আরে কাই কান্দুছু? যমুনা, মনে পকেইল সেদিনের কথা। বাপা মা আর বাড়িକୁ ଚାଲିଗଲେ। ପିଲା ଦିଟା ଛୋଟ ଛୋଟ ହେଇଥିଲେ। ମଲା ବାପାକୁ ମୁଁ କଥା ଦେଇଥିଲି ଏ ପିଲା ତିନିଟାକୁ ମୁଁ ମଣିଷ ପରେ ମଣିଷ କରି ବାପା ମାର ସ୍ୱପ୍ନକୁ ପୂରଣ କରିବାକୁ ଚାହିଁ ଏ ପିଲାକୁ ମୁଁ ମଣିଷ କରି। ତମେ କହିଲେ ଯମୁନା, ବାପା ମାଆକୁ ଦେଇଥିବା ସେ କଥା ମୁଁ କେମିତି ଭୁଲି ଯାଇପାରିବି? ଆଉ ମତେ ବେଦିରେ ଦେଇଥିବା ପ୍ରତିଶ୍ରୁତି ସେ ସବୁ କଥାକୁ ତମେ ଭୁଲେଇ ଗଲ କେମିତି? କେହି ନ ଜାଣିଲେ ବି ମୁଁ ଭଲ ଭାବରେ ଜାଣିଛି ଏ ପରିବାର ପାଇଁ ତମେ କେତେ ଯେ କଷ୍ଟ ସହୁଛ, ହେଲେ ତମ ଦୁଃଖ ଦେଖି ମୁଁ ଆଉ ସହି ପାରୁନି। ଏହି ଯମୁନା, ତମେ କୁହ, ତମ ଯଦି ଏ ଅବସ୍ଥାରେ କିଛି ହେଇଯାଏ କାହାକୁ ଭରସା କରି ବଞ୍ଚେଇବି ମୁଁ? ଏହି ଯମୁନା, ଆରେ ତୁ କାନ୍ଦୁଛୁ? ଆରେ କାହିଁକି କାନ୍ଦୁଛୁ? କଣ ପାଇଁ କାନ୍ଦୁଛୁ?
ସମସ୍ତେ ନିଜ ନିଜର ସ୍ୱାର୍ଥରେ ବ୍ୟସ୍ତ କେହି କାହା କଥା ବୁଝିବାକୁ ଏଠି ଆଖିର ଜଟକ କାନ୍ଦିବା ପାଇଁ
आराम जाता आजी तो मारू मारू मारी दे अरे सुन तू मते काई मारुछु मोर अपराधटा कोन अच्छा तो कहली ना घर में भालना पूर्व मो बूट को पॉलिश कर चका चक कर देई आराम जाता मो बूट पॉलिश कुंड करी पौडे मो करवे देह खरा आगो चली खेदा मेडिसिन ता खाइ के आसिली सटी बाटी ले जाय गला हे सामने से पुलिस को हां एटा पूरा मारबो आरा पूरा लखाइले कम शांति हो अरे सुन तू तो बड़ भाई रे तते हाथ जणुची तू मते मार ना न तो पाप हो रे पाप हो तू पूरा तो बड़ भाई ना आउ किसी केते बड़ होते बड़ भाई अबे हम पूरा तते जोया तते जानी रखी पड़ा मो बड़ भाई नो बे तूड़ा चार जो संख्या नो हां कौन कहली मो सपन को सुबिलानी एंट्री कर तू ठीक टाइम पे कोन पकेलो ओ तू हाथ उठे दे ओइ ना रखिबू अरे सुन तो हाथ जणुची तू अपन बाबू हाथ उठा रे हाथ उठा ना ए बुढ़ा हाथ उठेल मारबे अच्छा कोन खाइ जा तू ଅଟକେଲି କହୁଛୁ ଆରେ ଅଟକି ଗଲୁ କାହିଁକି ମା ତୋ ମାଟା ମରିଯିବା ପରେ ଛୁଆଟି ଦିନରୁ ତତେ କୋଳେଇ କାଖେଇ ମଣିଷ କରିଥିଲି ଆରେ ଛୋଟବେଳେ ଯେତେବେଳେ ଜ୍ୱରରେ ଜ୍ୱର ବାଉଳରେ ପଡିଥିଲୁ ତୋ ମୁଣ୍ଡରେ ପାଣି ପଟି ପକେଇ ରାତି ସାରା ମୁଁ ଜଗି ବସିଥିଲି ଆଜି ବଡ ହୋଇଗଲୁ ତୋ ମୁଣ୍ଡକୁ ହାତ ପାଇଗଲା ଆଉ ସେ ବାପର ଦାନର ତୁ ପ୍ରତିଦାନ ଦବାକୁ ଯାଇ ତୁ ମତେ ମାରୁଛୁ ନାଇଁ ତତେ ଧର୍ମ ଥିଲେ ବୁଝିବ ରେ ପୁଅ ତତେ ଧର୍ମ ଥିଲେ ବୁଝିବ ছি বাবা তবে কান্দুছ তাকে অভিশাপ দিও না দেখিব সে দিনে না নিজে সুধুরি যাব ବାପୁ ବାପୁ ଭିତରେ ଚାଲ ଚାଲୁଛି ତମେ ଯୋଉ ଯୋଜନା କରୁଛ ତମ ଯୋଜନାରେ କାଳିଆ ଯୋଜନା ବାହାର ପଡିଛି ମୋତେ
তো চুপচাপ ମୋ ଖର୍ଚ୍ଚଟା ଦେଇଦିଅ ମୁଁ ଘର ଛାଡ଼ି ଚାଲିଯିବି ଗୋଟିଏ ଟଙ୍କା ବି ତତେ ଦେବିନି। ଆଉ ଟଙ୍କା ଭଳିଆ କ'ଣ ଗଲା ବେଳେ ନେଇକିନି ଯିବ ଏ ସବୁ ମୋ ସବନକୁ ଦେଇଦେବି। ମାରିଦେବେ ମୁଣ୍ଡକୁ ଟିପ ଚଢ଼ିଲା ସପନଟାକୁ ଭାତରେ ବିଷ ଦେଇ ମାରିଦେବି ଆରେ ମାରିଦେବେ ଶୁଣ ମାରିଦେ ମତେ ଯଦି ମୁଁ ମାରିହେଲେ ସବୁ ସମାଧାନ ହେଇଯିବ ତାହେଲେ ଆଜି କାହିଁକି ଏଇ ସାଙ୍ଗେ ସାଙ୍ଗେ ମାରିଦେ ସପନ ଶାସ୍ତ୍ର କହେ ଅଙ୍ଗାର ସତ ଧରେ ତମ୍ବଳିନମ୍ ନ ଯାଉଛି। ଆରେ ଇଏ ଗୋଟାଏ ଅଙ୍ଗାର ଆକୁ ଯେତେ ଧୋଇଲେ ବି କ୍ଷୀର ସାଗରରେ ଆ ଭିତରେ ପରିବର୍ତ୍ତନ ଘଟିବନି। ଇଏ ସେଇ ଅଙ୍ଗାର ହେଇକି ରହିବ। କ୍ଷୀର ସାଗରରେ ରହି ଧୁଇବ ନା ମୋତେ ଧୁଅ ନା ମୋ ଖର୍ଚ୍ଚଟା ଦେଇଦିଅ ମୁଁ ପଳେଇବି କହିଲି ନା ତତେ ଗୋଟିଏ ଟଙ୍କା ବି ଦେବିନି। ସକାଳୁ ଅପର୍ଯ୍ୟନ୍ତ ପେଟ ଟୋପାଏ ମାଲ ପଡିବ ପୁରା ମାରିଦେବି ଆରେ ଶୁଣ ସେ ମଦଉରା ଜହର ସେ ମଦଉରା ବୋଲଲେ ଦେହ ଚଳିଯିବ ଆରେ ତୁ ମଦ ପିଇଛୁ ନା ମଦ କାହିଁକି ପିଇଛୁ କେବେ ପିଇଛୁ ଥରେ ପିଇକି ଦେখ ଲାଇଫଟା ପୁରା ଝାକାସ୍ ହେଇଯିବ ତୁ ପିଇକି ତ ଲାଇଫ ଝାକାସ କର। ଲାଇଫଟା ଦେଲେ ସିନା ପିଇବି ବାପା କହିଲେ ଭୁଲ ଡାଡି ମାଇଣ୍ଡ ୟୋର ଫାଦର କାଇଁ ଏମିତି ମାଡ଼ିବା ପରି ହଉଛ କହିଲ ପଇସାଟା ଦବନି ପୁଣି ଭୟ ଠକି ବାପା ତମେ ପଇସାଟା ଦେଇଦିଅ ଏ ଘର ଅଶାନ୍ତି ସୃଷ୍ଟି କର ତମେ ଭଲ ଲାଗୁଛି ଭାଇ ମୋ ଭାଇ କହୁଥିଲେ କି ବୁଦ୍ଧି ତୋର ଦାଦା ବୁଢ଼ାକୁ କହ ଜଲ୍ଦି ତୁ ଦେଇଦେବ ମୁଁ ପଳେଇବି ପଇସାଟା ଦେଇଦେବ ସେ ଯାଉ ମନା କଲି ପରା ଏଗୁଡ଼ା ଯଦି ତୋର ମଦ ପିଇବାର ଅଛି ନିଜେ ରୋଜଗାର କରିକି ମଦ ପିଇ। ଏଗୁଡ଼ା ମାଲଟା ଦେ କହୁଛି ଚୁପଚାପ କହୁଛି ମାଲଟା ଦେ କହିଲି ପରା ତତେ ମୁଁ ଗୋଟିଏ ଟଙ୍କା ବି ଦେବିନି। ଆବେ ଦେ କହୁଛି ନା ପଇସା ନବ ଏ ଆର ତୁମର ଦୟା ମୟା ମମତା କିଛି ନାହିଁ ଆଖିର ଜନ୍ମ କେବଳ କାନ୍ଦିବା ପାଇଁ ସୁଖ ହୁଏ ସତ ପର ଦୁଃଖ ପରସି ବଞ୍ଚିବାର ସାଥି ମରଣଠୁ ବେଶୀ নিজ সাথে নিজ ভাগ্য করে বেইমানি আজ এটি লেখা হবে তোমার কাহানি দুঃখর বন্যা বহে আজি সুখর স্বপ্ন যায় আজি সুখর বন্যা বহে আজি সুখর স্বপ্ন যায় আজি আখি লুহ টপিয়ে কান্দে কই আখির জনম কান্দিবা পাই আখির জনম কান্দিবা পাই আখির জনম কান্দিবা পাই আখির জনম কান্দিবা পাই ସତରେ ଜୀବନ ତମ ବିନା ବଞ୍ଚିବାଟା ମୋ ପାଇଁ ମୁସ୍କିଲ ହେଇଗଲା ମୁଁ ତମକୁ ଏତେ ଭଲ ପାଇଛି ତମ ବିନା ରାତି କଟୁଛି ନା ତମ ବିନା ଏ ଦିନ ସରୁଛି ପ୍ରେମର ମତଲା ନିଶାରେ ତ ଏମିତି ପାଗଳ କରିଦେଇଛ ଯେ ମୋ ଆଖି ବୁଝିଲେ ତମେ ଆଖି ଖୋଲିଲେ ବି ତମେ ଥାଉ ସତରେ ନା ତମକୁ ପାଇଁ ମତେ ଯେମିତି ଲାଗୁଛି ଏ ଆକାଶର ଜନ୍ମଟା ମୋ ହାତ ପାହାନ୍ତାରେ ଥାଉ ଥାଉ ତମ ପୁଅ
ଏମିତି ମିଠା ମିଠା କଥା କହି ଝିଅମାନଙ୍କୁ ଫସେଇ ଦେବ ଆଉ ତାପରେ ଅଧା ବାଟରେ ଛାଡ଼ି ଚାଲି ନାଇଁ ମ୍ୟାଡାମ ଏସବୁ ଝିଅମାନଙ୍କ ପାଖରେ ବେଶୀ ଥାଏ କାରଣ ଆମ ସୋସାଇଟିରେ ଅଧିକାଂଶ ପୁଅ ଝିଅମାନଙ୍କ ଠାରୁ ଧୋକା ଖାଇଥାନ୍ତି। ସତରେ ତାମାନେ ମୁଁ ଧୋକାବାଜ ସେ କଥା ମୁଁ ତମକୁ କେତେବେଳେ କହିଲି ଆଇ ଲଭ ୟୁ ନା I love you today. I love you.
স্বপ্নটিয়ে ভরিলেলু মো আখিরে ভরসা বিশ্বাস ভরসা বিশ্বাস ଭାଇ ମୁଁ ଜାଣିନି ଜଣଙ୍କ ବିଷୟରେ କିଛି ନ ଜାଣିବା ପୂର୍ବରୁ ତାକୁ ମନ ଦେବା ପାପ ଆଉ ଜଣକୁ ମନ ଦେବା ପୂର୍ବରୁ ତଥରେ ନିହାତି ଚିନ୍ତା କରିବା ଦରକାର ସେ କିଏ ତାର ଆଭିଜାତ୍ୟ ପରମ୍ପରା କ'ଣ ଭାଇ ତାର ଇନକମ୍ ସୋର୍ସ କେତେ ଆଚ୍ଛା ତମ ନାଁ জীবন মহাপাত্র ମୋ ବଡ଼ ଭାଇ ଆପଣଙ୍କ ଫ୍ୟାକ୍ଟ୍ରିରେ ଚାକିରି କରନ୍ତି আমার তু সে জওয়ান মহাপাত্র ভাই কোন করু আই মিন তো ইনকম সোর্সটা কেতে କିଛି ନାହିଁ sir। তাহলে মো ভৌর সহিত মিলামিশা করিয়া সাহস কল কেমতি তো ভাইটা মো ফ্যাক্টরি জনে সামান্য শ্রমিক এরা জানিলা পরে বি তু মো ভৌর সহিত মিলামিশা কলু কেমতি আরে চাকর হেই মালিকিয়ানি সহিত মিলামিশা কলু কেমতি দাଣ୍ଡ বারন্দা হেই তଳ দুয়াର সহিত তকিয়া হବାକୁ সাহস কলু কেমতি ଭାଇ ମୁଁ ତାକୁ ଭଲ ପାଏ ଏ ତୁ ଚୁପ୍ କର ଆରେ କ'ଣ ଅଛି ତା ପାଖରେ ଦିନକୁ ଦି ମୁଠା ଖାଇବାକୁ ଦେଇପାରିବ ନା ଖଣ୍ଡେ ଭଲରେ ପିନ୍ଧିବାକୁ ଦେବାର ତାର ଔକାତ ଅଛି ମୋତେ ବିଶ୍ୱାସ କରନ୍ତୁ ସାର୍ ମୁଁ ନିଜକୁ ବହୁତ ଖୁସିରେ ରଖିବି ଏମିତି ବିଶ୍ୱାସ କରିବି ଆରେ ତୁ ଦିନକୁ କେତେ ଟଙ୍କା ରୋଜଗାର କରିବୁ ମନେ ରଖ ତୁ ମାସକୁ ଯେତିକି ରୋଜଗାର କରିବୁ ମୋ ଭଉଣୀର ଦିନକୁ ଖର୍ଚ୍ଚ ସେତିକି ପାରିବୁ ତ ହଁ ସାର୍ ଏଇନା ଉପରେ ମୋର ଯଥେଷ୍ଟ ଭରସା ଅଛି ସେ ମୋ ସୀମିତ ରୋଜଗାରରେ ମୋ ସହ ତାଳ ଦେଇ ଚାଲିବ ଏମିତି କେମିତି ହବ ଆରେ ବାବା ତମେ ମତେ କିଛି ନ ଦେଲେ ନାହିଁ ମିନିମମ୍ ମୋ କସ୍ମେଟିକ୍ ଖର୍ଚ୍ଚ ତ ଦେବ ଦେଖ ମୋ କସ୍ମେଟିକ୍ ଖର୍ଚ୍ଚ 18 ରୁ 20,000 ଟଙ୍କା ତମେ ଗୋଟେ କାମ କର 30 ରୁ 40,000 ଗୋଟେ ଚାକିରି ଯୋଗାଡ଼ କର ଆଉ ତାପରେ ମୋ ଭାଇକୁ ବୁଝେଇ ସୁଝେଇ ତମ ସହିତ ମୁଁ ମ୍ୟାରେଜ୍ ଟେ କରିଦେବି ଯଦି ମୁଁ 30 ରୁ 40,000 ରୋଜଗାର ନ କରିପାରେ ମାନେ ତମେ ମୋତେ ଭୁଲିଯିବ ନାଇଁ ଭୁଲି ତ ପାରିବିନି ହେଲେ ଭାବି ନେବି ତମେ ମୋ ଜୀବନରେ କେବେ ଆସି ନଥିଲ ତୁ ଭରସା ତୁମ ବିଶ୍ୱାସ ବାରେ ନାରୀ ବା ତୁ କେବେ କାହା ହୃଦୟକୁ ଭଲ ପାଉନା ତୁ ଭଲ ପାଉ କେବଳ ଏ ପକେଟ ଓଜନକୁ ତୁ ନାରୀ ନୁହେଁ ତୁ ଗୋଟେ ଛଳନା ମାଇ ତୋ ପ୍ରେମର ମୂଲ୍ୟ ଗୋଟେ ଫାଙ୍କା ଆୱାଜ ଭଲ ପାଇବାଟା ଭୁଲ ଗୋଟେ ମନ ଦେବାଟା ଗୋଟେ ମସ୍ତ ବଡ଼ ଭୁଲ জীবন মহাপাত্র তু কাহা সামনে ঠিয়া কাহা ভৌড়িକୁ সদর করছি জানি পারছ তো ভাই আবশ্যক পড়িলে মু তোতে এইডি সিধা শুট করে দেবি କରନ୍ତୁ ସୁଟ୍ କରିଦିଅନ୍ତୁ ସୁଟ୍ ମୁଁ ମରିଗଲେ କେହି ଖୁସି ନହେଲେ ବି ଖୁସି ହବ ତମର ଏକମାତ୍ର ଭଉଣୀ ନେଇନା ଭଉଣୀ ସ୍ୱଭାବ ଠିଆଇ ମନ ଖୋଲି ସେ ହସିବ କରନ୍ତୁ ସୁଟ୍ ମୋତେ କରନ୍ତୁ যা ছাড়ি দেবি তোতে ମୁଁ ବି ଆଜି ତମ ଭଉଣୀକି ଛାଡ଼ି ଦେଉଛି କାରଣ ସେ ଯୋଉ ମୋ ପ୍ରେମର ନାଟକ କରିଛି ନା ମୋ ସହିତ ତାକୁ ମୁଁ ଏଇଠି ବଳାତ୍କାର କରିଥାନ୍ତି ଆଉ ସେ ସାରା ଜୀବନ ପାଇଁ ମନେ ରଖିଥାନ୍ତା ভাই ইউ ইডিয়ট ତମ ବଡ଼ ଲୋକିଆ ନାହିଁ ତମ ପାଖରେ ରଖନ୍ତୁ ଜୀବନ ଦୂରରେ ଛିଡ଼ା ହେଇ କଥା ହୁଅ ତମେ ଏମିତି ଏକ କରୋନା ଭାଇରସ ନା ଯାହାକୁ ଗ୍ରାସ କରିବ ସେ ମରିପାରିବ ନା ବଞ୍ଚିପାରିବ କେବଳ ସେ ସାରା ଜୀବନ ଛଟପଟ ହୋଇ ମରିବ ଛଟପଟ ହୋଇ
জীবন জীবন মতে বলুয়ানা মোমনা হেলা ମାର ମାରୁ ମାରୁ ମତେ ଲାଶ ବନେଇ ଦେଲେ ବି ଆଜି ଏ ସତ୍ୟର ସ୍ୱରଟା କେବେ ଅଲଗା ହେଇପାରିବନି। ଆଜି ନହେଲେ ବି କାଲି ତମ ମାନଙ୍କର କଳାକାରୀ ନାମର ଫୋଟା ପାସ୍ ହବ ଆଉ ଏ ସତ୍ୟର ହିଁ ଜୟ ହବ। শিবা জন্ম ছুটি কম শৈতান জাদা ভালোরে কইরা কুল ভেরি কুল ମୋ କଥା ମାନିଯାବନି ମୋ କଥା ମାନିଯାବନି ତ ପକେଟର 60,000 ନିଜ ପକେଟ ଭିତରେ ଚାପି ଆମେ ଟଙ୍କା ପାଇବ ଷଣ୍ଢ ପରି ବସିବୁ ଷଣ୍ଢ ପରି କଣ ଭାବିଛ ତମେ ମାନେ କେଇଟା ଟଙ୍କା ଦେଇ ଏ ସାମ୍ବାଦିକର ପାଟିଟାକୁ ଚୁପ୍ କରିଦବ? ଗାଡୁଆ ସାମ୍ବାଦିକର ତ ସତକୁ ଖାପି ଦବ ପାଟକୁ ଚାଲି ଆସ ଆବେ ଆଇନର ଦଲାଲ ତୁ ଯେମିତି ଟଙ୍କା ଖାଇ ସତକୁ ମିଛ ମିଛକୁ ସତ କରିଦଉଛୁ ତୁ କଣ ଭାବିଛୁ ଏ ସାମ୍ବାଦିକ ସମୟ ମହାପାତ୍ରଟା ସେଇଆ? ଆରେ ତମରି ଭଳି କଳା କୋଟ ପିନ୍ଧା ଓକିଲମାନଙ୍କ ପାଇଁ ଆଜି ଆମ ସମାଜରେ ଅନ୍ୟାୟ ଅତ୍ୟାଚାର ନାରୀ ନିର୍ଯାତନା ବଢି ରହିଛି। କଲମର ସାଇଜ ହୋଇଯାଇଛି ନା ଆଉ ତମେ ମାନେ ଏତିକି ବି ମନେ ରଖ ସବୁ ପରେ ବି ତଥାପି ମୁଁ କହିବି ପଛ ଗୁଞ୍ଚା ନାହିଁ ବୀରର ଜାତକେ ନ ମରେ ସେ କେବେ ପରାର ଆତଙ୍କେ। ବୀର ପୁରୁଷ ଡାକ୍ତର ତୋ ପାଖରେ ଗାନ୍ଧୀ ଗୋପବନ୍ଧୁ ସୁଭାଷ ବୋଷ ହାର ମାନିଥିଲା ଆମେ କହିଲେ ବୁଝୁଛୁ ଧନା ଗୁଜର ତାଙ୍କୁ ବାଜିଲେ ଶିବା ଗୁଣ୍ଡର ରକ୍ତଟା ଗରମ ହବ ତାପରେ ସଦା ମରିବେ। ଆରେ ତମ କଥାରେ ସାରି ସଭା ଗୁଚା ମରିଯିବାଟା 100 ଗୁଣରେ ଭଲ। ଖଣ୍ଡେ ଘୁଷୁରିଆ ରାତିରେ ସବା ଠିଆ ହରିଶ ହରେ ପାଉଡର ବିକେ ଆଉ ସେଇ ଟଙ୍କାରେ ନାଚେ ତାଥैया ତାଥैया ସାମ୍ବାଦିକ ଆମର ସବୁ ଧନ୍ଦା ଭିତରେ ଜାଣିପାରନି ଏପଟେ থাকে ଆମକୁ ବର୍ବାଦ କରିବାକୁ ବସିଛି ସାମ୍ବାଦିକ ଏନ୍ତା ବୁଝି କାଇକୋ ଦେଲା ଏখানে ঘুষি রাখছে দোকানদার মারিছু মানে ଓହୋ ତୁ ତାହେଲେ ସେଇ ଘନା ଘୁଷୁରିଆ କିଏ ସମାଜରେ ଆତଙ୍କ ସୃଷ୍ଟି କରି ଚାଲିଛି ନିରୀହ ଯୁବ ଗୋଷ୍ଠୀ ମାନଙ୍କୁ ପାଉଡର ଖୁଆଇ ମରଣ ମୁହଁକୁ ଠେଲି ଦଉଛି। ଭଲ କହିଲୁ ରେ তুই আমার ধন্দা ভিতরে সবু জানি গেল এ সাংবাদিক আরে পুরা হাত মিলাই দে তো মু বিন্দাস রে ফিরি ডেলি ডেলি টঙ্কা গনিবু
ଆଉ ନୂଆ ନୂଆ ଟୋକିରି କି ନେଇ ହୋଟେଲରେ ଅଏସ କରିବୁ। ଏ ଶୁଣ ତମ ଲୋକମାନଙ୍କୁ କୁହ ମତେ ଏଠୁ ଯିବାକୁ ଦେବେ। चला एकाକୁ ଏମତା ବୁଦ୍ଧି କାହିଁ କୋଦଲାରେ ଏ ସମ୍ବାଦେ ଏ ତୁ ତମର ଅତିଥି ଅଛୁ ଏ ତ ସମ୍ବାଦୀ କଣ ପିଇବୁ ତା ପିଇବୁ ନା ଗରମ ପିଇବୁ ଦେଶୀ କୁକୁଡ଼ା ମାଂସ ଖାଇବୁ ନା ଗୋରି ଚାମଡ଼ା ମାଇକିନିଆକୁ ନେଇ ଜିଲା କରିବୁ। ବସ୍ ଆକୁ ଆମେ ସବୁ ପ୍ରକାର କଥା ବୁଝେଇ ସାରିଲୁ ହେଲେ ସେ ଆମ କଥା ମାନିବାକୁ ପୁରା ନାରାଜ। चला एकाटा गुटे अंदिरा पिला अछि रे मुई आजी देखिबी चला मुई आजी देखिबी तू कमता का अंदिरा पिला अछि। अरे सुजा ये साला हमारा धंधा विषय सब जानी गला नहीं चला हम धंधा को मंदा करी दबो। अबे करो काम बड़ी जावे चलो ମତେ ମଣିଷ ମାରିବା କଥା ଜମା କରିବ। ମଣିଷ ମାରିବା କଥା କହିଲେ ଯିବା ପରେ ଗରମ ହେଇ ଚାଲିଯିବ ଆଉ ତା ଜୀବନରେ ସବୁ କିଛି ହରାଇ ବସିବ ସବୁ କିଛି ହରାଇ ବସିବ ହରାଇ ବସିବ। अशोक समारोह चंद्राकाश गुरु धर्माशक पलटी गला ना कोन। अरे शिवा तू ही साला जदी आकु न मारिबू ताले हम धंधा कुसा बर्बाद करी दबो। एक ना जीवन भी ବସ୍ ଆ ପରେ ବି ଆମେ ଯାହା କଥା କହିବ ସବୁ କିଛି ମାନିବି ହେଲେ ମତେ ମଣିଷ ମାରିବା କଥା ଜମା କୁହନି ବସ୍ ମତେ ଜମା କୁହନି। ए उपरवा चले शिवा का धर्माशक गुरु चंद्राकाश पलटी होवे चला चंगू बाजीवो से चंगू ନାଇଁ ବସ୍ ସେ ଚାକୁ ବଜାଇ ବସ୍ ସେ ଚାକୁଟା ବାଜିଲା ଏ ଶିବାର ସାଥିଟା ଗଲା ନେଉଥିବ ଏ ପୁଣି ଗୋଟେ କୁଲ କରିବ ନାଇଁ ବସ୍ ତମେ ସେ ଚାକୁ ବଜାଇ ବସ୍। ওই খনা ঘুষুরিয়া রাতিরে সবাছিয়া ও মেঘু মুন্ডকু ভিতর চড়ি রে মু নাচে খালি তাথইয়া তাথইয়া। चटंटा लाल पड़ी गला रे चला मुई कहली मोरा साथे दुश्मनी करना चला कला कोल ना मन नेला बस ତମ ହାତରେ ଗୋଟେ ପୁଣି କୁଳି କରି ବସିଲ ବସ୍ ଏ ବସ୍ ତମ ମତେ ବାପାର ଠିକଣା ମତେ ଦେଇଦିଅ ବସ୍ ଏ ବାପା ମତେ ଠିକଣା ଦେଇଦିଅ ବସ୍ ମୁଁ ମୋ ବାପାକୁ ନେଇକି ଚାଲିଯିବି ବସ୍। अरे शिवा तू तो बरुके सुना अंडा दिया कुकुरा छुरे तू जदी बड़े धंधा छाई दबू तो हम व्यवहार मांगा है जो। अरे पुता मुई तो तोरा गोपार ठिकाना आ देबी अरे से दिन पर तू अपेक्षा कर जो दिन तोरा गोपार ठिकाना मु जाई देबी से दिन मो कामरू तोते छुट्टी मिली। अब जा 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 चल संभादी तो गुनी महानदी के फेंक दे जा। ନିଜ ଗୋପାକୁ ମାରି ଖୋଜୁଛି ଗୋପାର ଠିକଣା। शिवाटा जदि जानिब आम तार गोपार को मार देचु बोली तोके और मोके उड़ान हाइला कर दब रे। उठाई यार अरे ऊपर वाला
କାହିଁ କୁଚାର ମଦଲାରେ ଆରେ ଏ ତ ଗୋଟେ ସୁନା ହରିଣୀ ଅଛି ଆରେ ବନ୍ଦ ଭାଜୁଚଣି ଆରେ ଓକିଲ ତୁ ହରିଣ ମାଂସ ଖାଇବୁ ବୋଲି କହୁଥିଲୁ ବା ଯା ତୋ ଆଗରେ ହରିଣ ଠିଆ ହେଇଛି ସେ ମାଂସ ଖା ଆଗେ ଆପଣ ତାପରେ ମୁଁ ମୋ ଦେହରେ ହାତ ଦିନି କହୁଛି ନହେଲେ ମୁଁ ତମମାନଙ୍କୁ କେବେ ବି ଛାଡ଼ିବିନି ଆରେ ତୁ ଯା ହାଇଟା ଛାଡ଼ିବନି କେତେବେଳେ କି ଭାଇ ଟିକେ ଗୁପିବେ ତୁ ଆଜି ଆଇଛୁ ମାନେ ତୁ ଆଜି ଏଇଠି ଫିରଛୁ ବୋলো ଫିରছে अरे बाघा अरे जाओ रे चला माल मार के ए हरिण को खाओ ନାଇଁ ମ ଆପଣ ଖାଆନ୍ତୁ ଯାହା ବଳିବ ଆମେ ଟିକେ ପାଦୁକରେ ପାଇଦେବୁ ଆପଣ ଖାଇସାରିଲା ପରେ ଆମେ ପାଦୁକ ପରେ ଟିକେ ପାଇଦେବୁ ए ऊपर वाला ये सुंदरी चिड़िया को कहीं क्यों जरा मजा रे बहु अच्छी रे ई बासी चिड़े ମତେ ଛୁଁ ନା କହିଦଉଛି ନହେଲେ ମୁଁ ତମମାନଙ୍କୁ କେବେ ବି ଛାଡ଼ିବିନି तू की करिबो पुलिस के लबो ओके अरेस्ट करिबो ए ऊपर वाला चला तो फिर तक मु गिला करी मेरी भाभी थली चला का मते धमक देला रे ବସ୍ ଆଚ୍ଛା ବାସି ଗଲେ କେକ୍ କରିଦିଅ ଖାଇଦିଅନ୍ତୁ ତମ ମା ଭଉଣୀକୁ ଆଣିକି ଦିଅ ତମ ବସ୍ ଖାଉ ମଜା ଲାଗିବ ମା ଭଉଣୀ ନା ଧରିବୁନି କହିଦେବୁ ନାଇଁ ଲୋ ମା ଭଉଣୀ ନା ଧରିଲେ ତୋ ବେକଟାକୁ କୁକୁଡ଼ା ଭଳିଆ ପୋଡ଼ି ଦେବିଲୋ ए ऊपर वाला ऐसा साला उठे जाओ बम बम पर किला रे तो करे बिना तू इसकी प्रश्न छोड़े तू करे राजी पार भाजी कर आ
କାଟି ପକେଇଥିଲୁ ପରା ମୋ ବଂଶୀ ସରସ୍ୱତୀ ଦୌଡ଼ି ପଳେଇ ଆସିଲୁ କେମିତି? ସତରେ ସପନ ଭାଇ ତମ ଏ ବଂଶୀଶ୍ୱର ମତେ କିମିଆ କରିଛି କି ଜାଣି ଏ ବଂଶୀଶ୍ୱର ଶୁଣିବା ମାତ୍ରେ ମୁଁ ସତରେ ପାଗଳି ହେଇଯାଉଛି। ମାନେ ତୁ କହୁଛୁ ମୁଁ ଏ ବଂଶୀ ଆଉ ବଜେଇବିନି, ତାହେଲେ ଠିକ ଅଛି ଆଜିଠାରୁ ଏ ବଂଶୀ ଆଉ କେବେ ବସିବନି। ନାଇଁ ସପନ ଭାଇ ଏ ବଂଶୀ ହଉଛି ମୋ ଜୀବନ, ଏ ବଂଶୀ ହଉଛି ମୋ ହୃତ୍ପିଣ୍ଡର ସ୍ପନ୍ଦନ, ଏ ବଂଶୀ ମତେ ବଞ୍ଚିବାର ନୂଆ ରାହ ଦେଖେଇଛି। ଏ ବଂଶୀକୁ ଛାଡ଼ି ମୁଁ କ'ଣ କେବେ ବଞ୍ଚି ପାରିବି? ଆଉ ମୁଁ କ'ଣ ତୋ ବିନା ବଞ୍ଚି ପାରିବି? ତୋତେ ଦିନେ ନ ଦେଖିଲେ ସାତ ରଙ୍ଗ ମୋ ପାଇଁ ବେରଙ୍ଗ ହୋଇଯାଏ, ସାତ ସୁର ମୋ ପାଇଁ ବେସୁରା ହେଇଯାଏ। ଆଉ ସେଇଥିପାଇଁ ମୁଁ ଏ ବଂଶୀ ବଜାଏ। ହଁ ହଁ ସପନ ଭାଇ ଏ ବଂଶୀ ବଜେଇ ମତେ ତମ ପାଇଁ ମତେ ପାଗିଳି କରିଦିଅ। ହେଲେ ସପନ ଭାଇ ଜୀବନର ଚଲା ବାଟରେ ଅଧା ବାଟରେ ଛାଡ଼ି ଦେଇ ତମେ କେବେ ଚାଲିଯିବନି ତ? ଏ ଜନ୍ମ କ'ଣ ଜନ୍ମ ଜନ୍ମ ପାଇଁ ସପନ ରାଣୀର, ମୋ ଦେହର ଶେଷ ରକ୍ତ ବିନ୍ଦୁ ଯାକେ ସପନ ରାଣୀର ଆଉ ରାଣୀ ସପନର। ହଁ ସପନ ଭାଇ ତମକୁ ନେଇ ମୋ ମନରେ କେତେ ସ୍ୱପ୍ନ। ତମେ ତମେ ସାଧବ ପୁଅ ହେଇ ବର ବେଶରେ ଆମ ଘରକୁ ଆସିବ, ଆଉ ତାପରେ ଆଉ ତମେ ସାଧବ ପରିବେଶରେ ଝରକା କୋଣରେ ମୋ ବାଟକୁ ଚାହିଁ ବସିଥିବ, ଆଉ ପକ୍ଷୀରାଜ ଘୋଡ଼ାରେ ତମକୁ ମୋ ସହିତ ଆମ ଘରକୁ ନେଇଯିବି। ଆଉ ତାପରେ ମୁଁ ତମ ଘରଣୀ ହେଇ ତମ ଚଉରା ମୂଳେ ସଞ୍ଜ ସଳିତା ଚାଲି ତମର ମଙ୍ଗଳ ମନାସିବି। ଆଉ କିଛି ଦିନ ପରେ ଗୋଟେ ଗହଳ ଗହଳ କଣ୍ଡେଇ ଛୁଆଟା ଆମ ବୋଉକୁ ଆସିବ, ଭାରି ମଜା ହବ। ଯା ତମେ ଭାରି ଦୁଷ୍ଟ। ରାଣୀ ସତରେ ରହୁ ତମେ ବହୁତ ହ୍ୟାଣ୍ଡସମ୍, ତମ ଭଳି ପୁଅ ଭାଗ୍ୟରେ ଥିଲେ ମିଳେ। ଆରେ ଭାଗ୍ୟରେ ଥିଲେ କ'ଣ ହାତ ପହଞ୍ଚା ତମକୁ ନ ପାଇଲେ ନା ତୁ କେବେ ବି ବଞ୍ଚିବିନି। ଆଇ ଲଭ୍ ୟୁ। ଆରେ ମୁଁ କ'ଣ ତମ ବିନା ବଞ୍ଚି ପାରିବି? ତମକୁ ଦେଖିଲା ପରଠୁ ମୋ ଛାତିର କାନଭର୍ସ ଭିତରେ ମୁଁ ତମ ଛବି ଆଙ୍କିଛି। ତମ କେବଳ ମୋର। ଆଇ ଲଭ୍ ୟୁ ଆଇ ଲଭ୍ ୟୁ।
candidate bachichu. I am proud of you, Nana. I am proud of you. ସାର୍ ଆପଣ ରୋହନ ଏ ହଉଛି ମୋ ଭଉଣୀ ନୈନା ଝିଅ ନୁହଁ ତ ହୀରାଟିଏ। ଆଚ୍ଛା ରୋହନ ତମେ ନୈନାକୁ ରିଏଲି ଲଭ୍ କର ନା ଏମିତି ଟାଇମ୍ ପାସ୍? ନାଇଁ ସାର୍ ରେନା ମୋର ନିଜ ଜବ୍। ଭାଇ ଆମେ ତାକୁ ଭଲ ପାଉଛୁ, ତମେ ଯଦି ପରମିଶନ ଦେବ
তাহলে আমি ଦି ଜଣ ମ୍ୟାରେଜ୍ କରିବୁ। ମୁଁ ବି ତ ସେଇଆ ଚାହୁଁଛି ଯେତେ ଶୀଘ୍ର ହବ ଏ ବାହାଘରଟା ହେଇଯାଉ। କେତେବେଳେ ଯେ କୋଉ କଥା ତା ଛଡ଼ା ରୋହନ ପରି ଗୋଟେ କ୍ୟାଣ୍ଡିଡେଟକୁ ମୁଁ ହରାଇବାକୁ ଚାହୁଁନି। କିନ୍ତୁ ସାର୍ ଭାଇ ଭାଉଜଙ୍କୁ ନଚଲେଇ ବ୍ୟସ୍ତ ହଅନି, ଆଗେ ବାହାଘରଟା ହେଇଯାଉ ପରେ ସେମାନେ ଜାଣିବେ। ପ୍ଲିଜ୍ ରୋହନ ତମେ ମନା କରନି, ରାଜି ହେଇଯାଅ। ଦେଖ ତମରି ସାଙ୍ଗରେ ଗୋଟିଏ ଛାତ ତଳେ ମୁଁ ରହିବାକୁ ଚାହେଁ। ପ୍ଲିଜ୍ ତମେ ମୋ କଥାରେ ରାଜି ହେଇଯାଅ, ମୋ ଭାଇଙ୍କ କଥାରେ ରାଜି ହେଇଯାଅ। ପ୍ଲିଜ୍ ରୋହନ ପ୍ଲିଜ୍। मीनाକୁ କୋର୍ଟ ମ୍ୟାରେଜ୍ କରିବାକୁ ରାଜି। ଗୁଡ୍, ଭେରି ଗୁଡ୍। ଭାଇ ଆମେ ଏଥର ଆସୁଛୁ। ଯା ରେ ମା ଯା, ତମେ ତ ଆମ ମୁକ୍ତ ଆକାଶର ବିହଙ୍ଗ। ତା ଛଡ଼ା ତମକୁ ଅଲଗା କରିବାର ପ୍ରଶ୍ନ ମୋର ଉଠୁନି। ଯା ମା ଯା, ଆମେ ଆସୁଛୁ ସାର୍। ଯାଅ। জগন মহাপাত্র, ভূস্বাধীন বসিকার যমুনাটাକୁ ଯେମିତି ମୋ ଠାରୁ ଅଲଗା କରିଛୁ, ଖାଲି ତ ଅଲଗା କରିଲୁନୁ, କାଳିକୁ ସଂଖ୍ୟା ସିନ୍ଦୁର ଦେଇ ବାହାଇଗଲୁ। ଆଉ ସେଇ ଦିନଠୁ ମୁଁ ବି ଶପଥ ନେଇଛି, ତୁ ଯେମିତି ମୋ ଶିକାରକୁ ମୋ ଶବ୍ଦ ଭାଙ୍ଗି କରି ଚାଲି ଯାଇଛୁ, ମୁଁ ବି ଠିକ୍ ତୋ ପରିବାରକୁ ସେମିତି ଚାଲି ଦେବି। କାହାକୁ ଜାଳି ପଡ଼ି ପାଉଛ କରିଦେବ ଭାଇ? କ'ଣ ହେଇଛି ଆଜି ଏତେ ସିରିୟସ୍ କାହିଁକି? ତୁ ଏଠି ପୁଲିସ ଚାକିରି କରୁଛି ପରା, ଦଲାଲ ଯୋଉଠି ପୁଲିସ ଚାକିରି ସେଇଠି ପହଞ୍ଚିଯାଏ। ଆମରେ ଆମରେ ଫୁଲ ବ୍ରଦର ଫୁଲ ଶୁଣିବାକୁ ପାଇଲି ଏ କ୍ଲବ ପଛପଟେ ଗ୍ରାଉଣ୍ଡ ସୁଗାର କାରବାର ଚାଲିଛି। ଲୋକମାନେ ଏ ସହରଟାକୁ ନଷ୍ଟ କରିସାରିଲେଣି। ଆଜି ହାତରେ ପ୍ରମାଣ ନଥିବାରୁ ଚୁପ୍ ହେଇକି ବସିଛି। ଆଉ ତା ନହେଲେ ନହେଲେ ସେ ଖାନା ଘୁଷୁରିଆଟା ବହୁତ ଭଲ ଲୋକ, ଜଣେ ସମାଜସେବୀ। ଘୁଷୁରି ଚଳାଇ ସେ ନିଜ ପେଟ ବସେ, ଆଉ ବଳକା ଅର୍ଥକୁ ସେ ଗରିବମାନଙ୍କୁ ବାଣ୍ଟି ଦିଏ। ତା ବିଷୟରେ କେମିତି କିଏ ମିଛ କହିଦେଇଛି ଆଉ। ଆଚ୍ଛା ଭାଇ ତାକୁ ତମେ କେମିତି ଚିହ୍ନିଲ? ଆରେ ଏମିତି ଜଣାଶୁଣା ଜଷ୍ଟ। ନା ତା ସହିତ ତମର ଘନିଷ୍ଠ ସମ୍ପର୍କ ଅଛି? କୁହ ଭାଇ କୁହ। ତୁ ଡ୍ୟୁଟି ସାରି ଘରକୁ ଆ, ମୁଁ ଏବେ ଆସୁଛି। गान में कुछ तो काला है। देखिए हमारे केते दिन इंग्लिश पर सतीश को फांसी ले चलियो। ये तुम्हें प्रिय सिर को हाथ मार दे
ପ୍ରବଳ ଡର। ବୋପାଲୋ କେତେ ଲମ୍ବା ସେଇଟା। ସେଦିନ ମାରିଥିଲା ଏଯାଏ ଦେହରୁ ଦରଜ ଯାଇନି। ଯାଇନି ନା ଅଛି ଅଛି। ଆଉ ଥରେ ନାହିଁ ତ ନୌକା ବାଳକୁ କାଟିକି ଟାଞ୍ଚି ଦେ। ଆଚ୍ଛା ମଲା ମୁଁ କଣ ମନା କଲି? ଶୁଣ ଯାହା କରିବା କଥା ଶୀଘ୍ର କର। ମୋ ବାପା ଆସିଗଲେ ପୁରା କିଛି କରେଇ ଦବନି। ରହ ମୁଁ ବାଳ କାଟିବା ପୂର୍ବରୁ ଆଗ ହାତ ମାରିବି, ତାପରେ ଚିପିବି, ତାପରେ ଟାଣିବି, ତାପରେ ଯାଇ ଏ ଯନ୍ତ୍ର ଚାଲିବ। ହାତ ମାରିବ, ଚିପିବ, ଟାଣିବ ପୁଣି କଣ? ହାତ ମାରି ଦେଖିବି ବାଳ ଖସୁଛି ନା ନାହିଁ, ତାପରେ ଦେଖିବି ଛିଡୁଛି ନା ନାହିଁ, ସାଇଜଟା ଜାଣିବି କେମିତି? ଏଇ ଏତେ ସବୁ କଲା ବେଳକୁ ମୋ ବାପା ପଳେଇ ଆସିବ ଯେ। ଆରେ ତ ମୋ ପାରେ ମୁଁ ଡାଉନ୍ କରିଦେଇଛି। ଶଳା ତାରି ଆଗରେ ତ ଉଠି ମାରିବି, ଶ୍ୱଶୁର ପୁଅ ପାଟିରେ ବିନ୍ଧା ହେଇକି ରହିବ। ହଉ ଯାହା କରିବା କଥା ଶୀଘ୍ର କର। ଏଇଟି ମୋ ବା ଆସିବା ପୂର୍ବରୁ ଯାହା କରିବା କଥା ଶୀଘ୍ର କର, ନହେଲେ ସେ ଯାହୁକ ବୁଢା ଆସିଲେ ତମକୁ ଚାଞ୍ଚି ପକେଇବ। ତାର ମୁଁ ଚାଚିଦେବି। ଶୁଣ ଯାହା କରିବା କଥା ଶୀଘ୍ର କର, ନହେଲେ ବାପା ପଳେଇ ଆସିଲେ ନାମ ଦେଇଦବ ପୁରା। ହେଇଠି ବାଇଲେ କଚ କଚ ସାଉଣ୍ଡ। ପେଣ୍ଡାରେ ପାଣି ସରୁଥିଲା କଣ?
ଆସିବେ। ଇଏ ତ ଶଳା ମୋ ଝିଅ ମହିଳା, ଏ ଶଳା ଟୋକାଟା କିଏ? ଶଳା ଏଠି କଣ କରୁଛୁ ବେ? କିଏ ବେ? ମୁଁ କାର୍ଯ୍ୟ ବ୍ୟସ୍ତ ଅଛି, ପରେ ଆସ। যা শলা শলা কি কুকুরিয়া প্রেম হেলা বে শলা দিন রাতি মানিলেন কুকুরা পড়িয়া শলা যৌঠি নাই সেইটি চড়িলে আবে এ শলা এ শলা এটা ধন্দা লাগে চলো শ্বশুর পেন্ডু তু শলা তম ঘর পাখে পকুড়ি খাইবা লোক তু শলা আগে ମୋ ଝିଅ ସାଙ୍ଗରେ କଣ କରୁଥିବେ ମୁଁ ଜମି ଚାଷୁଥିଲି ବେ ଏଠି ଟାଣ ଜମି ପୁରା ଆଛୁଗୁଡି ପଡିଆ କଣ ହାଲିଆ ହେଇଗଲ କି? ଏବେ ନଙ୍ଗଳ ମୁଣ୍ଡ ଭାଙ୍ଗି ଯାଇଥାନ୍ତା ବେ ଆଇ ହୋଲ୍ଡିଂ କରିଦଉ ତମ ଦୋକାନରେ ନେଇକି ଲିଙ୍ଗାହାର ଦୋକାନରେ ବୋଧେ ହାଲିଆ ହେଇଗଲ। ହାଲିଆ ହେଇଗଲା ତୁ ଜାଣିପାରୁଛୁ ଆଉ ତୁ ତା ଚିପି ଦଉନୁ ହଉ ଚାଲ ଘର ଭିତରକୁ ମୁଁ ଗୋଟେ ଚିପି ଦେବି। ବଜାତି ଟୋକି କହିଲା ଚିପି ଦେବି ଚାଲ ଘର ଭିତରକୁ ବାପା। ଶଳା ରାନ୍ଧିଛ ଚପ ବାପାଲେ ତ ବାପା ବାପାଲେ ବଦଲା ଟିକେ ଚିପି ଦେବି ତାର ଚିପି ଦବୁ ଖାଲି ବାପା ସେ ପୁରା ହାଲିଆ ହେଇଯାଇଛନ୍ତି। ହଁ ଶଳା ଡେଲି ପକୁଡି ଖାଉଛି ସକାଳୁ ସନ୍ଧ୍ୟା ରାତି ଉଠିଲେ ସିଏ ହାଲିଆ ହେଇଯାଇଛି ଆଜି ଶଳା ଧନିଆ ପଥର ଟେକୁଦେଲା କାଇଁ ତମେ ଖାଉନା ତମେ କୋଉଠି ବୁଝିବ ସେ ଯନ୍ତ୍ରଣା ମେତେ ସିନା ସବୁ ବଳ ଚାଲିଗଲା ଆଉ ଶଳା କଣ କରୁଥିଲି ବଳ ଚାଲିଗଲା କଟୁଥିଲି ବା ଆଁ ବାପା ତାଙ୍କର ପ୍ରବଳ ବଳ ହଁ। ତାଙ୍କର ପ୍ରବଳ ବଳ। ହଁ ଶଳା ଜଣା ପଡୁଛି ଆଉ ବଳ ପ୍ରବଳ ଆଉ ଜଳ ପଡୁନି ହଁ ଆଉ ଜଳ ଚା ଏଥର ଶଳା ବଳ ଶଳା ମୁଁ ବେଶୀ କଥା ଧରି ତ ବଳ ଏକାଥରେ ହେଇଯିବ ଝଳ ଏତେ ଶୀଘ୍ର ପାରୁଛ ତମ ଝିଅ ଯାଇକି ଆମର ବାହାଘର କରିଛି ଆଉ ନା ନାଇଁ ସିଏ ପଛୁଆକୁ ବାହା ହବ ଫାଇନାଲ ହେଇଯାଇଛି ପୂର୍ବରୁ ବାହା ହେଇ ବସିବ ହଁ ନାମ ବାପା ମତେ ତାଙ୍କ ସହିତ ବାହାଘର କରେଇବ। ତ ଖାଲି ପଛୁଆ ସାଙ୍ଗରେ ବାହା ହବ ପୁଣି ତା ସାଙ୍ଗରେ ବାହା ହବ ମୁଁ ଏଥର ଆସିଲି ଡାଲି ହେଇଟି ଏମିତି ବାପା ନଥିଲା ବେଳେ 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 ଆସିବ। ଆଉ ପଚାରିବାକୁ ଅଛି ବାହାର ଆସିବି ଭଲ ଭଲ ଜାଣିବି ଆସୁଛି ହଁ ଯାହା ଶଳା ତୁ ତ ଯାହା କହିବୁ ଆଉ অবশ্যই সেমানে ମୋ କଥା ବୁଝିଲେ କିନ୍ତୁ ପରେ ମନକୁ ପକାଇଲେ ଆଉ ସେମାନେ ମନ ମାରି ବସିଲେ ମୁଁ ସହିପାରିବିନି ପାଗଳ ବାବା ମୁଁ ସହିପାରିବିନି। আরে মো কথা মানিবু আরে মানিবু মো কথা এই দেখুছো এ পুরী বড় দাণ্ডরু তো ঘরটা বহুত দূর ଆଉ ଏଠି ହାତ ଗୋଡ଼ ଥାଇ ସୁସ୍ଥ ସବଳ ଲୋକମାନେ ଭିକ୍ଷାବୃତ୍ତି ବି କରନ୍ତି ଆଉ ଘଣ୍ଟା 2 ଘଣ୍ଟା ଭିତରେ 5,000 ଟଙ୍କା ରୋଜଗାର କର ପାରିବୁ ତୁ ମୋ ସହିତ ମୋର ବେଶଭୂଷା ଦେଖିଲେ ମୋତେ କିଏ ବା କାହିଁକି ଭିକ ଦେବ ତା ଛଡ଼ା ଲୋକମାନେ ମୋତେ ତାଚ୍ଛଲ୍ୟ କରିବେ। ମୁଁ ଭିକ ମାଗିପାରିବିନି ପାଗଳ ବାବା ମୁଁ ଭିକ ମାଗିପାରିବି। କଣ କହିଲୁ ତୁ ଭିକ ମାଗି ପାରିବୁନୁ ଠିକ ଅଛି ମୁଁ ତ ଶିବ ଚିନ୍ତକ ହିସାବରେ ତତେ କହିଦେଲି ତୁ ଯଦି ନ କରିବୁ ତୋ କଥା ତୁ ବୁଝିବୁ ମୁଁ ଚାଲିବି ରେ ବାବା କଣ କରିବୁ ଏବେ କହ ଭିକ ମାଗିବୁ ନା ଭାଇ ଭଉଣୀଙ୍କ ପ୍ରଶ୍ନର ଉତ୍ତର ଆରେ ଭିକ ମାଗିବୁ ନା ଭାଇ ଭଉଣୀଙ୍କ ପ୍ରଶ୍ନର ଉତ୍ତର ଆରେ ଭିକ ମାଗିବୁ ନା ଭାଇ ଭଉଣୀଙ୍କ ପ୍ରଶ୍ନର ଉତ୍ତର ଦବୁ ହଁ ମୁଁ ଭିକ ମାଗିବି ମୋ ଭାଇ ଭଉଣୀଙ୍କ ପାଇଁ ଏ ବଡ଼ଦାଣ୍ଡରେ ମୁଁ ଭିକ ମାଗିବି। ତୁ ମୋ କଥାରେ ରାଜି
ପୋଷାକ ଅଛି ତୁ ଯଦି ଚାହିଁବୁ ମୁଁ ତୋତେ ଏଇନା ଭିକାରୀ ବେଶରେ ଏଇଠି ସଜେଇ ଦେବି। स्वर मिसई कह ए बाबू मुठे भिक दियो बाबू मुठे भिक दियो ओ सहित स्वर मिसई भिक मागी पारुनु अरे आ ओ सहित स्वर मिसई कह बाबू मुठे भिक दियो बाबू मुठे भिक दियो
নে রে, কি করলি? এই! এই তুমি! তুমি ସେତେବେଳେ ବଡ଼ ଦାଣ୍ଡରେ ବସି ଭିକ ମାଗିଲ? ଆଜି ଯାଏଁ ଜାଣିନ ଭିକ ମାଗଟା ଘରେ ପାଠ ପଢୁଥିଲି? କାହିଁକି ଭାଇ? କଣ ପାଇଁ? କଣ ପାଇଁ ତମେ ଆମ ବିଶ୍ୱାସରେ ବିଷ ମିଶେଇ ଦେଲ? କଣ ପାଇଁ ତମେ ଆମକୁ ମିଛ କହିଲ? କାହିଁକି ଚୁପ୍ ହେବି? ଥାଉ! ମୋ ନାଁରେ ତମ ମୁହଁରେ ଧରିବା ଆବଶ୍ୟକ ନାହିଁ। ମୁଁ ଗୋଟେ ଭିକାରୀର ଭାଇ। ଏପଟେ ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇଯାଉଛି। ନାଇଁ ରୋହନ, ଆରେ ମୁଁ କାହିଁକି ଭିକ ମାଗୁଥିଲି? କୋଉ ପରିସ୍ଥିତିରେ ଭିକ ମାଗୁଥିଲି? ବୁଝିବାକୁ ଚେଷ୍ଟା କର। ଆଉ ତମ ପ୍ରତି ଏବେ ତ ଦେଖିଲା ପରେ ମୁଁ ସବୁ ବୁଝି ସାରିଲିଣି। ଆରେ ମୋତେ କଥାରେ ବୁଝିବାକୁ ଚେଷ୍ଟା କର। ଆରେ କୋଉ ପରିସ୍ଥିତିରେ କାହିଁକି ମୁଁ ଭିକ ମାଗୁଥିଲି? ଟିକେ ବୁଝିବାକୁ ଚେଷ୍ଟା କର। ଆଉ କେତେ ଆଉ ବାହାନା କରିବ? କେତେ ଆଉ ମିଛ କହିବ? କେତେ ଖୁସିରେ ମୋ ଘରକୁ ଯାଉଥିଲି। ତମକୁ ଯଦି ଏବେ ତ ଦେଖିଲା ପରେ ମୋ ପାଦ ଦିଟା ଅଟକି ଯାଉଛି। ତମେ ହେଲେ କି ନେଇଛ? ଆରେ ମୁଁ ଭିକାରୀ ନୁହଁ, ଭିକ୍ଷାବୃତ୍ତି ମୋର ନୁହଁ। ଆରେ କାହିଁକି କୋଉ ପରିସ୍ଥିତିରେ ଭିକ ମାଗୁଥିଲି? ଥରେ ବୁଝିବାକୁ ଚେଷ୍ଟା କର। ଆଉ ଥାଉ କିଛି ଆଉ ବୁଝାଉ ନା। କିଛି ବୁଝାଉ ମତେ ବୁଝାଉ ନା। ତମକୁ ଏ ରୂପା ଦେଖିଲା ପରେ ବହୁତ ଗୁଣ ଅଛି। ଆଖିର ଜନମ ବାନ୍ଧିବା ପାଇଁ ଆଖିର ଜନମ ବାନ୍ଧିବା ପାଇଁ ଆଖିର ଜନମ ବାନ୍ଧିବା ପାଇଁ ଆଖିର ଜନମ ବାନ୍ଧିବା ପାଇଁ ରୋହନଟା ଚାଲିଗଲା। ଆରେ ଗଲା ଯାଉ। ଆରେ ସେଇଟା ଗୋଟାଏ ଆତ୍ମସ୍ୱାର୍ଥପର ମଣିଷ। ସେ ଚାହିଁଲେ ଏଇଟା ତୋ ବେକାରେ ଭୁଜାରେ ଲଗେଇ ଦେଇପାରେ, ଆଉ ନିଜ ସ୍ୱାର୍ଥ ପାଇଁ କାହାକୁ ବି ମାରି ଦେଇପାରେ। ସେ ଚାଲିଗଲା, ସେ ଆଉ କେବେ ଘରକୁ ଫେରିବନି। ଆରେ ନ ଫେରୁ। ନ ଫେରିଲେ ମନ ଦୁଃଖ କରିବାର ନାହିଁ। ଆରେ ଚାଲ ଚାଲ ଆମେ ଘରକୁ ଯିବା। ଆରେ ଚାଲ ମୋ କଥା ମାନ ଚାଲ। ବିଶେଷ ସୂଚନା ଅନୁଷ୍ଠାନର ଜଣେ ଭାଇଙ୍କର ମୋବାଇଲ ହଜିଛି। ଏବେ ତ ଏହି ସହରରେ ଭର୍ତ୍ତି ମୋବାଇଲ ପାନ୍ ରାତି ଅନେକ ହେଲାଣି। ଛୁଆ ଦିଟା ଏ ପର୍ଯ୍ୟନ୍ତ ଘରକୁ ଫେରିଲେନି। ବାହାରେ ବର୍ଷା ଘଡ଼ଘଡ଼ିରେ ଆକାଶଟା ଫାଟି ପଡୁଛି। ସେ ସୁମନଟାକୁ ଯେତେ ମନା କଲେ ବି ସେ ପେଟେ ମଦ ପିଇ ରାତି ଅଧରେ ଘରକୁ ଫେରୁଛି। ହେଲେ ମୋ ସପନଟା ତ ଏତେ ଡେରି ହେବା କଥା ନୁହେଁ, କିନ୍ତୁ ତାର ଆଜି କାହିଁ ବିଳମ୍ବ ହେଲାଣି ଫେରିବାର। କିଏ? ଆରେ କିଏ ସେଠି? ମୁଇଁ ଖନ୍ନା ଘୁଷୁରିଆ। ରାତିରେ ସବା ଠିଆ। ଚାଙ୍ଗୁ ବଜେଇ ନାଚେ ତାଥେଇଆ ତାଥେଇଆ। କୋଉଠି?
पूरा न करी कहूँ तो नहीं कहीं की आसीचु अरे चाहे सबत नहला नहीं चला पानी गिलास का बदल करिबो ए से सब आवश्यक नहीं कौन पे छु छोड़ा सफा सफा कौन हिसाब पूरा पुराना हिसाब से हिसाब तुके दबा पाई मुर्गे अरे आना तुम्हारा बच्चा चला इतने जल्दी खुल गली कभी पीबे ओ सेदिन मोर साकी पाई तू 10 वर्ष जेल जाइथिलु सेई कथाटा कहलिबाको आछछु अबे जीवु एठू ना पुलिस डाकी तते मो पुरी लक ଉପରେ भर्ती कर देली ओई सही लको ए ऊपर वाला ए पुरानो की कोई फोटो जाईनी बे ए तू साला मिछा साकी दाई मते 10 वर्ष जेल रे पड़ी का गहला मो साला लकपुर बाहरिली आ तो कहलिया छन छनरा नाइकिना को गिला करी करी बलात्कार करी ए सा बिचारा मुह लगू देखई पारिलानी पुरे नहीं आत्महत्या कर ए साला चोर चलार चुतिया कभी फोन सही कथा दौड़ेउ ना तारा तोर दुई पुता को जनकु छेली काटिला बलिया काटिबी जनकु कुकुड़ा काटिला बलिया काटिबी नहीं होना नहीं मो पिला देटा मो आखिर ज्योति अरे तांकर किछि हेई गले मु बंची पारिबी अरे मु जाने थली रे तू साला टाइम कोते पुना डायलॉग मारू बोली मु जाने थली ए गाना महाभद्र और से राघवपुर बस्ती जाना था जोठू तू नेता है अरे ओही जावे सासे बस्ती डाकू बहुत लगा नहीं तो से बस्ती डाकू कोरी जाली छाछाट करी दबास तोर दुई पुता को पूरा मारी माटी रे मिसेई दे नहीं होना नहीं अरे सेमाने निरीह बस्ती बासिंदा लोक मो ऊपर केते आशा विश्वास भरोसा करिसंती मु केमिति तांकु सेडू उठे की बेसहारा करि देबी साला से कुआर जी दे बंद करबे से ग्राम और की लगा छिबे साला वो से बस्ती का लगा कलरे वाले कोची से तू होई जा नहीं होना नहीं कौनसी परिस्थिति रे मो सुख पाई मु सेमान को सुख को बड़ी देई पारिबी काका देवी होना लाख टकारे तेते कोदा मारे दे अले कोची मो कथा मानी जा सुना पिला बलिया मो कथा मानी गले मु तेते छाड़ी दे ए होना अरे तू मत काहे की धर्म संकट रे कहउछु अरे मु केमिति मो परिवार रो सुख पाई मु सेमान को अनाथ कर देबी सेमान को केमिति मु बास हरा कर देबी ओए धना घुसुरिया जातिरे सबाचिया वो कथा मानिबू तो मैं तेरे को प्यार दूंगा नहीं मानिबू तो साला को फाड़ दूंगा आग होई जला दूंगा होना अरे काहे की तू मते धर्म संकट रे पकउछु अरे कोन पाई मते धर्म संकट रे पकउछु विचार करो बे अनाथ महापत्र तोर कोउटा दाता से बस्ती वाला कर नेता आई से बस्ती के बचेबू ना करो दुई पुता को बचेबू होना ना मु कौन सी परिस्थिति रे मु से बस्ती बासिंदा को बेसहारा करि परिबेनी हे भगवान एपटू माइले ब्रह्म हत्या सेपटू माइले गो हत्या गाय को माइले मोली गाय माइले मोली ओए धना घुसुरिया जातिरे सबाचिया वो मुंडू को भीतर चढ़िले वो नाचे खाली ताथैया
हे ऊपर वाला मते टिके सहायक हुआ मते किछि बुद्धि बाट देखा जाउनी मते टिके सहायक हुआ तो लाଗୁনি बोधे अरे आसो एथु भी दिन तक मार दबो आराम से सोई जीवो अरे आसो ना बापो पुओ मिसी के चेस करिया चेस चुप कर कुळांगार मु जदि जानि थांती मोरसपुर गोटा एमती कुळांगार जन्म हबो बोली ताहले ता तंटी चिपी मारी देई थां आउ मारी करी मारिबा बुलबुल आपते ले विश्व करी या ढो करतेबी कहिया कह तो भली गोटे कुळांगार पाखरे बंची रहिबा अपेक्षा मरी जीवा सहाय गुण वो भी सही है चाउ शीघ्र मरी जाओ मो सुनना बापा तमे मरी गले संपत्तिर मालिक हेबी मु ना ये संपत्ति रे तोर जति अधिकार अछि मो सपन रे भी सेति अधिकार अछि आ कोन मत तेज पुत्र करिवो हां दरकार पड़िले मु तते काणी कौड़ी टीवी देबिनी नाम तता बुढ़ा मारी 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 देबी अरे तू जे जे घर रखो मु मथे घर रखो ए घरे तोर जति के अधिकार अछि मोर भी सति कर दे हां भाई टिक्के घरना अधिकार अछि संपत्ति पर अधिकार रखो नाही गोपा करे बाप अरे ए संपत्ति पर अधिकार अछि नहीं रे केबे मो संपत्ति କଥା चिंता करनी केवल ए बापा पे बापा पे मो घर अछि ए बुढ़ा को एडी संस्कार तू घर चली जब तो तो शेष थर पे कहि दउ आ थरे जति मो बापा देर हाथ देबु चिनिबो मो के आउ देख ए की हाथ देले ना सपन मार ना सपन ठीक करछु सपन बाप हिसाब रे आज पर्यंत मु जहा न करिथिली तू बड़ भाई हिसाब रे ठीक करिछु ये शासनटा ताको आगुर दरकार तला देखिलु मोर हिसाब छाड़ी इम्पैक्ट मार दे तापरे घरे तांडव हबो तांडव आसुचे ये कुड़ा काटा न मरिया पर्यंत ये मनुष्य केबे शांति रे रहि पाइबा बचिबार मोर अधिकार नाही कारण मु गोटे ଆଉ ଆପଣର କହିଲେ କେବଳ ଏଇ ମତ ଛୋଟବେଳୁ ମାଖିର ମତରେ ଏ ମତ ବି ଜୀବନକୁ ବୁଝାଇ ଦେଇ ଆସିଛି ଏ ରାସ୍ତା କରନ୍ତୁ ଏ ରାସ୍ତା କରନ୍ତୁ ମା କଣ ଭାବି ଶୋଇ ପଡିଛି ଏ ସୀମାଟା କଥା ହଉଛି ଅନାଥ मार रक्त पिउछु केमिति लागुची हाँ मार रक्त जेतेबेले निश्चय मीठा लागुथिबो मार रक्त
ହଁ ମାର ରକ୍ତ ସେ ଘନା ଘୁଷୁରିଆ କଥାରେ ତୁ ମଣିଷ ମାରୁଛୁ ଆଉ ତା ପ୍ରତି ବଦଳରେ ସେ ତତେ ମଦ ପିଇବାକୁ ଦଉଛି ତାହେଲେ କହ ତୁ ମଦ ପିଉଛୁ ନା ମଣିଷ ରକ୍ତ ପିଉଛୁ ଛି 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 ଆରେ ମଣିଷ ଜନ୍ମ ନେଇଛୁ ଜଣେ ମଣିଷ କଥାରେ ଆଉ ଜଣେ ମଣିଷକୁ ମାରିଦେବା ପାଇଁ ତ ବିବେକ ତତେ ଟିକେ ବାଧା ଦଉନି আরে কোন কହୁଛୁ তু এত বড় চিৎকার কাহিଁକି কলু কোন তু মতে ডরাউଛୁ তু ବି মতে হারিବାକୁ চেষ্টা କରୁଛୁ আরে ଶୁଣ ମୁଁ ଭଲ ଭାବରେ ଜାଣିଛି ମତେ ହାଣିବା ପାଇଁ ଛାତିରେ ଯେତିକି ତାକତ ରହିବା ଦରକାର ସେତିକି ତାକତ ତୋ ଛାତିରେ ନାହିଁ ମୁଁ ତତେ ବହୁତ ଥର ଆଣିବା ପାଇଁ ଚେଷ୍ଟା କରିଛି ହେଲେ ମୁଁ ତତେ ଆଣି ପାରିନି କାହିଁକି ହାଣି ପାରୁନୁ ତୁ ମତେ ସେଦିନ ପୁଲିସ ଗୁଳିରେ ଲୋକ ମେଲା ପରେ ସେ ଗୋଟେ ଗାଁ ଭିତରେ 8 ଦିନ ପଡି ରହିଲି କେହି ମତେ ପଚାରିଲେନି ସେତେବେଳେ ବାକି ଗଳି ରଖିଛି ତୁ ମୋ ସେବା କରି ଆସିଛୁ ଆଉ ସେ ଗାଁରୁ ପୂଜ ରକ୍ତ ସାଙ୍ଗକୁ ପୋକଉରେ ସଫା କରିବା ଆଉ ତୁ ମୋ ମା ପରି ସେବା କରୁଛୁ ଆଉ ତୁ କହ ମୁଁ ତତେ କେମିତି ଆଣିପାରିବି ନା କହ ତୁ तू मते पछे हाणी प्रथमे से रक्त को दे प्रतिदिन घना घुसुरिया पाखरे झियो बहु मान को भेटी देला परे से मान को इज्जत चली गला परे तू ते मान को हाणी दउछु प्रथमे से रक्त को तू दे हां देखिछि मु से रक्त को अरे तू परा दिने कहूथिलो तू को गोटे बेस्यार पुआ बोली तोर बापर परिचय तू जानि न बोली हां मु जानि न मो बापर परिचय সেই ঝিওটা যদি সেই বাপর ঝিও হেইতা ए एमिति सेमिति कहि मो मुंटू को पित्त चढ़ा ना कहू ए मुंटू को थरे पित्त चढ़ी गले तते पूरा हानि केडी पूरा दिग कर दे तू कोन भाबुछ तो मुंडटा ठीक अछि ना गरम भात तो मुंडटा संपूर्ण खराब हेई जाईची ए और के बोला के कोनी भाई भागो आइछे मरिस कोनी भाई आइछे भागो ए बाबा दुनिया रे के कथिले किछु को बसिया भाई केते कम दरकार सगरा के टाइम किए में जाय जाय यानी तू मते मारिलु अबे संतान जेतबेले पुलिस रो गुली खाई मो घरे पड़ी रही राती राती अनिद्रा रही मु तोर सेवा करूतिली सेतबेले कोउठी थिला तोर भुजाली जेतबेले तो घारु रक्त बुझो मु मो निज हाथ रे सफा करूतिली सेतबेले कोउठी थिला तो वीरो पड़िया और जेतबेले गीत बाउला रोटी बहुल बहुल करी मो पणत कानी भीतर पसी जाउतिलु सेतबेले कोउठी थिला तोर ए शैतान पड़िया अरे सेतबेले जदि तो मां भौणी मु हेई पारी ताले एबे भुजाली मो पर को उठेबार माने कोन मां भौणी अबे जे छोटा बड़ जन्म होला पर ना मारा को डस्टबिन ने बाबाड़ी दे और जो छोटा खाइबा भाई कोला बेला ओइ डस्टबिन नो हइटा पत्र खाइ बचिता अबे से कोडी बुझाबे बाबाड़ी रे बोलले मु जदि कुहे मु तो भौणी हेबी मु तो मां हेबी तुम भौणी हबो हां
ଧନ୍ଦା ଆରେ ମୁଁ ଏ ଯିବା ଦୁନିଆରେ ବହୁତ କିଛି କରିସାରିଲାଣି ଖାଇବା ପାଇଁ ବୁଲା କୁକୁର ସହିତ ବି ଲଢ଼େଇ କରିପାରୁଛି ଆଉ ଧନ୍ଦା ଆଉ ତୋ ବାପା ବାପା ତୋ ବାପାର ଠିକଣା କଣ ତୋତେ ଦରକାର ନାହିଁ? ବାପା ଜୀବନ କଥା କୁହ କୁହ ମୋ ବାପାର ଠିକଣା କୁହ କହିବି କହିବି ସବୁ କହିବି, କିନ୍ତୁ ପ୍ରଥମେ ମୋର ଟାର୍ଗେଟ ପୂରଣ ହେବା ଦରକାର। ହଁ ମୋ ଟାର୍ଗେଟ ହେଉଛି ସେ ଆନନ୍ଦ ମହାପାତ୍ରର ପୁଅ ସପନ। ମତେ ସେ ସପନର ଡେଡ୍ ବଡିଟା ଦରକାର। ମୁଁ ଆଉ ସେ ମର୍ଡର କରିପାରିବିନି। ମୁଁ ସେ ମର୍ଡର କରିପାରିବି। ତତେ କରିବାକୁ ପଡିବ ତୋ ନାଁରେ 8ଟା ମର୍ଡର କେସ୍ ଆଉ ଏ ଘନା ଘୁଷିଆ ବାଉଛା ତଳେ ଅଛୁ ବୋଲେ ପୋଲିସ ତତେ ଦେଖି କଳା ପଟି ବାନ୍ଧି ଦେଇଛି ଆଉ ଯେଉଁଦିନ ଘନା ଘୁଷିର ହାତଟା ତୋ ମୁଣ୍ଡ ଉପରେ ଉଠିଯିବ ସେଦିନ ପୋଲିସ ତତେ ମାରି ଦେବ। ମାରିଦାଉ ପୋଲିସ ମାରିଦେଲା ମୋର ସମାଜ ଗୋଟେ କଳଙ୍କିତ ଅଧା ଶେଷ ହେଇଯିବ। ଆଉ ତୋ ବାପା ବାପା ତୋତେ ନ ପାଇ କଣ ବଞ୍ଚି ପାରିବ? ଏ ଶିବ, ଆରେ ଯୋଉ ବାପାକୁ ଖୋଜି ଖୋଜି ତୁ ଏତେ ବାଟ ଚାଲି ଆସିଛୁ, ତତେ କଣ ସେ ବାପାର ଠିକଣା ଦରକାର ନାହିଁ? ମୋ ବାପାର ଠିକଣା ମତେ ନିଶ୍ଚୟ ଦରକାର। ମୋ ବାପାର ଠିକଣା ମତେ ଦେଇଦିଅ। ଠିକ ଅଛି, କିନ୍ତୁ ପ୍ରଥମେ ମୋ ଟାର୍ଗେଟ ପୂରଣ କର। ସେ ସପନଟାକୁ ମର୍ଡର କର। ଅବୁଝା ହୁଅନି ଏଇ ଥରିକ ଭୁଜାଲେ ଉଠାଅ ଆଉ ଅମ୍ବିକା ବାବୁଙ୍କ କଥାରେ ରାଜି ହେଇଯାଅ। ହଁ ମୁଁ ମର୍ଡର କରି ଆଉ ସେ ସପନ ମହାପାତ୍ରକୁ ଡେଡ୍ ବଡି ସଜେଇ ଦେବି ଆଉ ମୋ କଥାରୁ ଓଲମ ବିଲମ ହେଲେ ତମ 3 ଜଣକୁ ଗଡ଼ ଗଡ଼ କରି ହାଣିଦେବି ଗଡ଼ କରି ହାଣିଦେବି। অম্বিকা প্রসাদ জগদেব মনুষ্য কম শয়তান বেশি খেলা খেলিবারে মাহির ଆଉ ଗତି ଚାଳନାରେ ଭୁଲ ସିଦ୍ଧସ୍ତ। ଆପଣଙ୍କର ରାଗ କଣ? ଏ ଶଳାଟା ମୋ ଫ୍ୟାକ୍ଟ୍ରି ଶ୍ରମିକମାନଙ୍କର ନେତା ସାଜିଛି। ମାନେ ଆଉ ତା ପାଇଁ ମୋ ଶ୍ରମିକମାନେ ଖାଲି ତା କଥାରେ ଉଠ୍ ବସ୍ ହଉଛନ୍ତି। ମାନିବାକୁ ପଡ଼ିବ ଆପଣ ବୁଦ୍ଧିକୁ। ଜାଣିଲୁ କି ନା ଥିବ ବାଉଁଶ ନା ବାଜିବ ବଇସି। ମାନିବାକୁ ପଡ଼ିବ ଆପଣଙ୍କ ବୁଦ୍ଧିକୁ।
डिपार्टमेंट साला तू क्या पचारिबो तो सीनियर ऑफिसर को पचारिबो तो डीजी आईजी एसपी को साला मुई आईन मुई साला कानून ଆଉ ମୁଇଁ ବି ସୁପ୍ରିମ କୋର୍ଟ ଆଉ ହେଲା ସମୟ ତ ଅପେକ୍ଷା ତୋ ତ ମୋର ପୁଣି ଥରେ ବୋଲିଆ କଥା ହବ ଏ ୱେଲକମ୍ କରୁଛି ରେ ମୁଇଁ ତତେ ୱେଲକମ୍ କରୁଛି তুই কেবে আসিবু মুই অপেক্ষা করি বসিলি ଆଉ ହେଲା ଅପେକ୍ଷା କର ମୁଁ ନିଶ୍ଚୟ ଆସିବି ଆସୁଛି ଗୁଡ୍ ବାଏ मत धमक दौच धमक आज तो पारी का पड़ ए शिवान बाबू वो पारी पड़ला तू देखियो ना हराम चाचा अरे शिवान बाबू अरे काय क्यों घबराए अरे काय क्यों तू घबराए शेष लटा ते ते जी मारी चला समय आसलो तू ताकू संता मारी मना भाई तमे आज मते जतिक साहाय्य करछो तमे बेगा मु सदा बेले काम करिया को रेडी अछि अरे तू आ ऊपर मन प्यार भरसा अछि तू अबे सावधान रहकर जा तू जदी कहू अरे मुरा लोकमान तो तेरे ही चली जाई ठीक अछि मु चली जाई परिबी आसुची मोरा धजारी से फसी गला वही ताकू से दिन चैबी से साथ से